ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା DSE ପେପର 2 ୟୁନିଟ୍ 1 DSE 2ର ୟୁନିଟ୍ 1 ସାକ୍ଷରତା ଏବଂ ଶିକ୍ଷା। ସରଳ ଭାଷାରେ ଶିକ୍ଷା ବ୍ୟକ୍ତିକୁ ସମାଜରେ ଏକ ପରିପକ୍ୱ ବୟସ୍କ ସଦସ୍ୟ ଭାବେ ଲାଳନ ପାଳନ କରିବା ଏବଂ ବିକଶିତ କରିବାର ଏକ ପ୍ରକ୍ରିୟାକୁ ବୁଝାଇଥାଏ। ପିଟର୍ସ ଦର୍ଶାଇଥିଲେ ଯେ ଉଦ୍ୟୋଗବାଦର ଆଗମନରେ ଜ୍ଞାନ କୌଶଳ ତାଲିମର ଚାହିଦା ବଢ଼ିଥିଲା, ଯାହାଦ୍ୱାରା ବିଭିନ୍ନ ଅନୁଷ୍ଠାନର ଆବଶ୍ୟକ ପଡ଼ିଲା, ଯାହାକୁ ସ୍କୁଲ ଭାବରେ ପରିଗଣିତ କରାଗଲା। ତାକୁ ସ୍କୁଲ ଭାବରେ ପରିଗଣିତ କରାଗଲା। ଶିକ୍ଷା ଧାରଣାକୁ ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ଭାବେ ଦର୍ଶାଯାଇପାରେ, ଯାହା ଊନବିଂଶ ଶତାବ୍ଦୀରୁ ସୃଷ୍ଟି ପ୍ରଶିକ୍ଷଣ ଠାରୁ ସ୍ୱତନ୍ତ୍ର ଅଟେ। ପିଟର୍ସ ଲେଖିଛନ୍ତି, ବିଗତ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଜ୍ଞ ବ୍ୟକ୍ତିଙ୍କର ଆଦର୍ଶ ରହି ଆସିଥିଲା, ଯେଉଁମାନେ ବିସ୍ତୃତ ପ୍ରଶିକ୍ଷଣ ଏବଂ ଶିକ୍ଷାରୁ ସୃଷ୍ଟି ହୋଇଥିଲେ। ଶିକ୍ଷିତ ଶବ୍ଦଟି ଏହି ଆଦର୍ଶକୁ ଆକର୍ଷଣ କରିବା ପାଇଁ ଏକ ଉଚିତ ଶବ୍ଦ ନଥିଲା। ସେମାନେ ଶିକ୍ଷିତ ଶବ୍ଦକୁ ବ୍ୟବହାର କରୁନଥିଲେ। 1960 ଦଶକରେ UNESCO ସାକ୍ଷରତା ଏକ ପ୍ରକାର୍ୟାତ୍ମକ ଦୃଷ୍ଟିଭଙ୍ଗୀ ଗ୍ରହଣ କଲା। ଏହା ପଢ଼ିବା ଓ ଲେଖିବା କୌଶଳ ଉପରେ ଅଧିକ ଗୁରୁତ୍ୱ ଦେଲା ଏବଂ କୃଷିର ଉତ୍ପାଦନଶୀଳତା ଓ ଯନ୍ତ୍ରପାତିରେ ବିକାଶ କରିବାର ଆଶା କରାଗଲା। 1970 ଦଶକରେ ପାଉଲୋ ଫ୍ରେରେଙ୍କ ହସ୍ତକ୍ଷେପରେ ସାକ୍ଷରତା ସମ୍ପ୍ରଦାୟଟି ପ୍ରସାରିତ ହେଲା, ଯାହା ସାକ୍ଷରତାକୁ ଏକ ଶୈକ୍ଷିକ ପ୍ରକ୍ରିୟା ଭାବେ ଗୁରୁତ୍ୱ ଦେଲା। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଯାହା ଡାଉଟ୍ ଅଛି କମେଣ୍ଟ ବକ୍ସରେ ଲେଖନ୍ତୁ।